ସମସ୍ତ ବିଏଲ୍ଓ ସାର୍ ଆଉ ଦିଦିମାନଙ୍କୁ ନମସ୍କାର। ଆଜି ଜଣେ ପ୍ରୋଜେନି ଭୋଟରଙ୍କର ତାଙ୍କର କେଉଁ ଡାଟା କମ୍ପଲସରି ତ ଆମେ ଆଲୋଚନା କରିବା। ବର୍ତ୍ତମାନ ମୋ ପାଖରେ ଗୋଟେ ପ୍ରୋଜେନି ଭୋଟର ଅଛି ଯାହାଙ୍କର ନାମ ଅନିତା ସାହୁ। ଦେଖନ୍ତୁ, ପ୍ରଥମେ ଆମର ପ୍ରୋଜେନି ସେକ୍ସନରେ ଡାହାଣ ପଟେ ଭରିବା, ବାମ ପଟେ ଆମେ କିଛି ଭରିବାନି। ଡାହାଣ ପଟରେ ନାମ ଜାଗାରେ ଲେଖିବା କ'ଣ ନା ଭୋଟରଙ୍କର ପିତାମାତା ଜେଜେ ଇତ୍ୟାଦିଙ୍କ ନାମ ଲେଖନ୍ତୁ। ଅର୍ଥାତ୍ ଆମେ ଯାହାଙ୍କ ସହିତ ଏ ଭୋଟରଙ୍କୁ ମ୍ୟାପିଂ କରିଥିଲେ ତାଙ୍କ ନାଁ ଲେଖାଯିବ। ଏପିକ୍ ନମ୍ବର ଅପସନାଲ୍, ଏଠି ବାଧ୍ୟତାମୂଳକ ନୁହେଁ। ଆମେ ଏପିକ୍ ନମ୍ବର ଏଠି ନଦେଲେ ବି ଚଳିବ। ସମ୍ପର୍କୀୟଙ୍କ ନାମ ଏଇ ଜାଗାରେ ବହୁତ ସାର୍ ଆଉ ଦିଦିମାନଙ୍କର କନଫ୍ୟୁଜ୍, ଏଇ ଜାଗାରେ କ'ଣ ରହିବ? ଏଇ ଜାଗାରେ ରହିବ ଯେ ନାମ ଜାଗାରେ ଯାହାଙ୍କର ନାମ ଲେଖା ହେଇଥିଲା ତାଙ୍କର ପିତାମାତା ଜେଜେଙ୍କର ନାମ ଲେଖିତେ ପଡ଼ିବ। ତେଣୁ ଏଇଠି ସେମାନଙ୍କ ନାଁ ରହିବ। ସମ୍ପର୍କ ପିତାମାତା ଯାହା ସିଏ ସେଇଟା ରହିବ। ଜିଲ୍ଲା ମ୍ୟାଣ୍ଡାଟୋରୀ ବାଧ୍ୟତାମୂଳକ, କ'ଣ ଜିଲ୍ଲା ତାଙ୍କର, ରାଜ୍ୟର ତାଙ୍କ ନାମ ରହିବ। ଏଇଠି ଦେଖନ୍ତୁ ଜିଲ୍ଲା ଜାଗାରେ ସେ ବୋହୂ, ଯଦି ଆମେ ଗୋଟେ ବୋହୂର ଭରୁଛନ୍ତି, ସେ ବୋହୂ କେଉଁ ଜିଲ୍ଲାର ତା ନାଁ ଲେଖିତେ ପଡ଼ିବ। ବିଧାନସଭା ନିର୍ବାଚନର ନାମ ବାଧ୍ୟତାମୂଳକ। ନିର୍ବାଚନ ମଣ୍ଡଳୀର ସଂଖ୍ୟା ନାମ ଦେବା ଏଠି, ଇଏ ସବୁ ବାଧ୍ୟତାମୂଳକ ଆମକୁ ଦେଇତେ ପଡ଼ିବ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ହେଲା ଜନ୍ମ ତାରିଖ। ଖୁସିର କଥା ଯେ ଜନ୍ମ ତାରିଖ ଏଇଟା ଅପସନାଲ୍, ବାଧ୍ୟତାମୂଳକ ନୁହେଁ। ତେଣୁ ଯଦି ଜନ୍ମ ତାରିଖଟା ଆମକୁ ଦେବାକୁ ପଡ଼ିଥାନ୍ତା ତାହେଲେ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ିଥାନ୍ତା। ଯାହା ହଉ ଏଇଟା ଅପସନାଲ୍ ହେଇଯାଇଛି। ତାପରେ ଆଧାର ସଂଖ୍ୟା ବି ଅପସନାଲ୍, ମୋବାଇଲ ନମ୍ବର ଅପସନାଲ୍, କିନ୍ତୁ ପିତାଙ୍କ ନାମ ମ୍ୟାଣ୍ଡେଟୋରୀ ଆଉ ମାତାଙ୍କ ନାମ ବି ମ୍ୟାଣ୍ଡେଟୋରୀ, କିନ୍ତୁ ତାଙ୍କ ଏପିକ୍ ନମ୍ବରଟା ଅପସନାଲ୍ ଅଛି। ଏଠି ଦେଲା ମାତାଙ୍କ ଏପିକ୍ ନମ୍ବର ବି ଅପସନାଲ୍। ପତି ଓ ପତ୍ନୀଙ୍କ ନାମ ଏଠି ଅପସନାଲ୍। ପତି ପତ୍ନୀଙ୍କ ଏପିକ୍ ନମ୍ବର ଇଏ ବି ଅପସନାଲ୍। ବୁଝିଗଲା? ତାହେଲେ ଆମକୁ କେଉଁ ଡାଟା କମ୍ପଲସରି ଆମକୁ ଭୋଟର ପାଖରୁ ଆଣିବା ପାଇଁ ପଡ଼ିବ। ପ୍ରୋଜେନି ଭୋଟରମାନଙ୍କର ମୁଁ ଏଠି କହିଦେଲି। ଲାଷ୍ଟରେ ଆମେ ଏଠି ସିଗ୍ନେଚର୍ କରିବା, ବିଏଲ୍ଓ ସିଗ୍ନେଚର୍, ଭୋଟର ସିଗ୍ନେଚର୍ ଏଠି ରହିବ। ଦେନ୍ ଆମେ ଆସିକି ଏଟାକୁ ଅପଲୋଡ଼ କରିବା। ବର୍ତ୍ତମାନ ଜଣେ ସେଲ୍ଫ ଭୋଟରଙ୍କର ଆମେ ତାଙ୍କ କେଉଁ ଡାଟା ଏପଟେ ରହିବ ଆମେ ଆଲୋଚନା କରିବା। ଭୋଟର ନାଁ ଶାନ୍ତିଲତା ଧର। ତେଣୁ ନିର୍ବାଚନ ଯେହେତୁ ଏ 2002 ମସିହାର ଏ ଭୋଟର, ତେଣୁ ତାଙ୍କ ନାମ ଏଠି ରହିବ। ନିର୍ବାଚକଙ୍କ ନାମ ଶାନ୍ତିଲତା ଧର, ତାଙ୍କ ଏପିକ୍ ନମ୍ବର ନଦେଲେ ଚଳିବ। ସମ୍ପର୍କୀୟ ନାମ ସୁରେନ୍ଦ୍ର ଧର, ସମ୍ପର୍କ ଯାହା ରହିବ ହଜବେଣ୍ଡ, ଜିଲ୍ଲା ବାଲେଶ୍ୱର, ରାଜ୍ୟର ନାମ ଓଡ଼ିଶା, ଏସବୁ ରହିବ। ଦେନ୍ ଆମେ ମୋବାଇଲ ନମ୍ବର ଏଠି ତାଙ୍କ ପାଖରୁ ଆଣିକି ଏଠି ଲେଖିଦେବା। ତାଙ୍କ ପିତାଙ୍କ ନାମ ଆଉ ମାତାଙ୍କ ନାମ, ଏଇ ଦୁଇଟା ବହୁତ ବାଧ୍ୟତାମୂଳକ। ତେଣୁ ଏଇ ଦୁଇଟା ନାମ ଆମକୁ ଯେମିତି ହେଲେ ଭୋଟରଙ୍କ କତିରୁ ଆଣିକି ଏଠି ଲେଖିବା ପାଇଁ ପଡ଼ିବ, ପିତାମାତାଙ୍କ ନାମ। ଦେନ୍ ଆଉ ସିଗ୍ନେଚର୍, ଆମ ସିଗ୍ନେଚର୍ ମାରିକି ଅପଲୋଡ଼ କରିବା। ଆଉ ଫଟୋ ବି କମ୍ପଲସରି ନୁହେଁ, ଫଟୋ ବି ଅପସନାଲ୍ ଅଛି। କିନ୍ତୁ ଯେଉଁଗୁଡ଼ିକ ଅସ୍ପଷ୍ଟ ଦେଖାଯାଉଛି ତାକୁ ଆମେ ନିଶ୍ଚିତ ଭାବରେ ଫଟୋ ମାଗିବା, ଯେ ଫଟୋ ଦିଅନ୍ତୁ, ଅସ୍ପଷ୍ଟ ଦେଖାଯାଉଛି, ଆମେ ଫଟୋ ଲଗାଇଦେବା। ଯାହାଫଳରେ ତୁମର ଆଗାମୀ ଭୋଟର ଲିଷ୍ଟରେ ଫଟୋ କ୍ଲିୟର ଆସିବ। ତେଣୁ ତାଙ୍କୁ ଆମେ ଫଟୋ ମାଗିକି ଲଗାଇଦେବା।